Hi, hi. Once again, I like my YouTube channel. ଆଜି ଆମେ ଦଶମ ଶ୍ରେଣୀର ଇତିହାସର ପ୍ରଥମ ବିଷୟକୁ କଭର କରିବା। ପ୍ରଥମ ବିଷୟ ନାଁ ହେଉଛି ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗ। ଆମେ ଷ୍ଟାର୍ଟ କରିବା। ଏଠାରେ ପ୍ରଥମେ ଦେଇଛି ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଙ୍କ ଆବିର୍ଭାବ, ମାନେ ଗାନ୍ଧୀଙ୍କର କିପରି ଆବିର୍ଭାବ ଘଟିଥିଲା ତା ବିଷୟରେ ଆମେ ଆଲୋଚନା କରିବା। ଏଠାରେ କହିଛି, ଏଠାରେ ମୁଁ ଆପଣମାନଙ୍କୁ ଯେଉଁଟା ଲେଖିବା ପାଇଁ କହିବି ଆପଣମାନେ ନୋଟ୍ ଡାଉନ୍ କରିବେ। ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଆଗାମୀ ଆପଣମାନଙ୍କର ପରୀକ୍ଷା ତ ପାଖେଇ ଆଇଲାଣି। ଯେଉଁ ବିଷୟକୁ ମୁଁ ଯେଉଁଟାକୁ କହିବି ସେଇଟାକୁ ଆପଣମାନେ କାଇଣ୍ଡଲି ଲେଖିକି ରଖିବେ, ନୋଟ୍ ଡାଉନ୍ କରିବେ। ଷ୍ଟାର୍ଟ। ପୃଥିବୀ ଇତିହାସ ପୃଷ୍ଠରେ ଯେଉଁ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ଅଛି ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଅନ୍ୟତମ। ଏଠାରେ କ'ଣ କହିଛି, ପୃଥିବୀ ଇତିହାସରେ ଯେଉଁ କେତେକ ବିଶିଷ୍ଟ ବ୍ୟକ୍ତି ଯେଉଁ ଆମର ଅଛନ୍ତି ତାଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ ହେଉଛନ୍ତି ଆମର ଅନ୍ୟତମ। କାରଣ ମହାତ୍ମା ଗାନ୍ଧୀଙ୍କର ସ୍ୱାଧୀନତା କତରୁ ଆରମ୍ଭ କରିକି ଦେଶ ସ୍ୱାଧୀନତା ଆରମ୍ଭ କରିବା କ୍ଷେତ୍ରରୁ ଲବଣ ସତ୍ୟାଗ୍ରହ ତାର ବହୁତ ଆଡ଼ ଭୂମିକା ଅଛି। ସେ କଥାକୁ ଏଠାରେ ସେ ଉପସ୍ଥାପନା କରିଛି। ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଭାରତ ଇତିହାସ ନୁହେଁ, ମହାତ୍ମା ଗାନ୍ଧୀ ଏପରି କାମ କରିଛନ୍ତି ତାଙ୍କର କେବଳ ଭାରତ ଇତିହାସ ନୁହେଁ, ବିଶ୍ୱରେ ମଧ୍ୟ ତାଙ୍କ ନାଁ ଲୋକମାନେ ମନେ ରଖୁଛନ୍ତି। ସମଗ୍ର ବିଶ୍ୱରେ ଜଣେ ଜନନାୟକ ଭାବରେ ପରିଚିତ। ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧୀଙ୍କ ପ୍ରବେଶ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ସ୍ୱାଧୀନତା ସଂଗ୍ରାମ ଯେତେବେଳେ ହୋଇଥିଲା ମହାତ୍ମା ଗାନ୍ଧୀଙ୍କର ସେଥିରେ ଅନ୍ୟ ସଂଗ୍ରାମମାନଙ୍କ ସହିତ ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହୁଛି। ଏଠାରେ ଏହି ମହାନ ପୁରୁଷ ପୁରା ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ପରୀକ୍ଷାରେ ପଡ଼ିବ ମହାତ୍ମା ଗାନ୍ଧୀଙ୍କର ପୁରା ନାମ କ'ଣ? ଏକୁ ଲେଖ। ମହାତ୍ମା ଗାନ୍ଧୀଙ୍କର ପୁରା ନାମ ହେଉଛି ମୋହନ ଦାସ କରମଚାନ୍ଦ ଗାନ୍ଧୀ। ମୁଁ ଏଠାରେ ମଧ୍ୟ କହିବାକୁ ଚାହିଁବି, ଭିଡ଼ିଓଟି ବହୁ ମାତ୍ରାରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। କାରଣ ଦଶମ ଶ୍ରେଣୀ ପରୀକ୍ଷା ଆଉ ମାତ୍ର ଖୁବ୍ କମ୍ ଦିନ ରହିଲା। ଅଧିକରୁ ଅଧିକ ପିଲାକୁ ସେୟାର କର। ଷ୍ଟାର୍ଟ। ସେ 1869 ଖ୍ରୀଷ୍ଟାବ୍ଦରେ ଅକ୍ଟୋବର 2 ତାରିଖରେ ଗୁଜୁରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। କରିବା ପରେ ମହାତ୍ମା ଗାନ୍ଧୀ କେବେ ଏବଂ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଲେଖ। ମହାତ୍ମା ଗାନ୍ଧୀ 1869 ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସ 2 ତାରିଖରେ ଗୁଜୁରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। କେଉଁଠି ଜନ୍ମଗ୍ରହଣ କରିଥିଲେ? 1869 ମସିହା ଗୁଜୁରାଟର ପୋରବନ୍ଦରଠାରେ ଗାନ୍ଧୀଜୀ ଜନ୍ମଗ୍ରହଣ କରିଥିଲେ। 1882 ଖ୍ରୀଷ୍ଟାବ୍ଦରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ଲେଖ। ଗାନ୍ଧୀଜୀ କେବେ କାହାକୁ ବିବାହ କରିଥିଲେ? ଗାନ୍ଧୀଜୀ 1882 ଖ୍ରୀଷ୍ଟାବ୍ଦରେ କସ୍ତୁରବାଙ୍କୁ ବିବାହ କରିଥିଲେ। ଆପଣମାନେ ଜାଣିଥିବେ କି ଗାନ୍ଧୀଜୀ ମାତ୍ର 13 ବର୍ଷ ବୟସରେ ନିଜଠାରୁ ଯେଉଁ କସ୍ତୁରବାକୁ ସେ ବିବାହ କରିଥିଲେ, କସ୍ତୁରବା ଗାନ୍ଧୀଜୀଙ୍କ ଠାରୁ ମଧ୍ୟ ବଡ଼ ଥିଲେ। କେତେ? 1 ବର୍ଷ ବଡ଼ ଥିଲେ। ଗାନ୍ଧୀଜୀ ନିଜଠାରୁ 1 ବର୍ଷ ବଡ଼ କସ୍ତୁରବାଙ୍କୁ ବିବାହ କରିଥିଲେ 1882ରେ। କସ୍ତୁରବାଙ୍କୁ ଏଇ ଯେଉଁ ବ୍ରାକେଟରେ ତୁମେ ଜାଣିଛ କି ଏଇ ଯେଉଁ ବ୍ରାକେଟରେ ରହିଛି ସେଟାକୁ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। କସ୍ତୁରବାକୁ ସମସ୍ତେ ଶ୍ରଦ୍ଧାରେ ବା ବୋଲି ସମ୍ବୋଧନ କରୁଥିଲେ। ପରୀକ୍ଷାରେ ପଡ଼ିବ କାହାକୁ ସମସ୍ତେ ଶ୍ରଦ୍ଧାରେ ବା ବୋଲି ସମ୍ବୋଧନ କରୁଥିଲେ? ଲେଖିବେ କ'ଣ? କସ୍ତୁରବାଙ୍କୁ ସମସ୍ତେ ବା ବୋଲି ସମ୍ବୋଧନ କରୁଥିଲେ। ଲେଖ, ନୋଟ୍ ଡାଉନ୍ କର। କସ୍ତୁରବାଙ୍କୁ ସମସ୍ତେ ବା ବୋଲି ସମ୍ବୋଧନ କରୁଥିଲେ। ଗାନ୍ଧୀଜୀଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକଳାପରେ ସେ ତାଙ୍କ ସହିତ ରହିଥିଲେ ଏବଂ ବହୁ ଥର ବନ୍ଦୀ ହୋଇଥିଲେ।
କସ୍ତୁରବା ମହାତ୍ମା ଗାନ୍ଧୀ ଯେଉଁ ଭାରତ ସ୍ୱାଧୀନତା ଲାଭ ପାଇଁ ଯେତେ ଚେଷ୍ଟା କରୁଥିଲେ, ଯେଉଁ ସବୁ ଆଡ଼କୁ ଯାଉଥିଲେ, ତାଙ୍କ ସହିତ ମଧ୍ୟ କସ୍ତୁରବାଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ରହିଥିଲା। ସେ ମଧ୍ୟ ଗାନ୍ଧିଜୀଙ୍କ ସହିତ ରହିବା ସହିତ ଗାନ୍ଧିଜୀଙ୍କ ସହିତ ମଧ୍ୟ କସ୍ତୁରବା ବହୁତ ଥର ଜେଲ୍ ଯାଇଛନ୍ତି। 1888 ଅକ୍ଟୋବର ମାସରେ ଗାନ୍ଧିଜୀ ବାରିଷ୍ଟରୀ ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କଲେ। ପରୀକ୍ଷାରେ ପଡ଼େ, ଲେଖ, ନୋଟ୍ ଡାଉନ୍ କର। 1888 ମସିହାରେ ଗାନ୍ଧିଜୀ ବାରିଷ୍ଟର ପଢ଼ିବା ପାଇଁ କେଉଁଠି ଯାଇଥିଲେ? ଇଂଲଣ୍ଡ ଯାଇଥିଲେ। ପରୀକ୍ଷା ପଡ଼େ, କେତେ ମସିହାରେ ମହାତ୍ମା ଗାନ୍ଧୀ ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ? କେତେ ମସିହାରେ? 1888 ମସିହାରେ ଗାନ୍ଧିଜୀ ବାରିଷ୍ଟର ପଢ଼ିବା ପାଇଁ କେଉଁଠି ଯାଇଥିଲେ? ଇଂଲଣ୍ଡକୁ ଯାଇଥିଲେ। ମୋଷ୍ଟ ଇମ୍ପୋର୍ଟାଣ୍ଟ, କାଇଣ୍ଡଲି ନୋଟ୍ ଡାଉନ୍ କରୁଥିବ। 1891 ଜୁନ୍ ମାସରେ ଆଇନ ଶିକ୍ଷା ସମାପ୍ତ ପରେ ସେ ବାରିଷ୍ଟର ଭାବରେ ରାଜକୋଟ ଓ ବମ୍ବେରେ ଆଇନ ବ୍ୟବସାୟ କଲେ। ଯେତେବେଳେ ମହାତ୍ମା ଗାନ୍ଧୀ 1888 ମସିହା ତ ଗଲେ କେଉଁଠି? ବାରିଷ୍ଟର ପଢ଼ିବା ପାଇଁ କେଉଁଠି? ଇଂଲଣ୍ଡ ଗଲେ। ସେଠାରେ ସେ 1891 ମସିହାରେ ଜୁନ୍ ମାସରେ ମହାତ୍ମା ଗାନ୍ଧୀଙ୍କର ଆଇନ ଶିକ୍ଷା ସମାପ୍ତ ହୋଇଗଲା। ମାନେ ତାଙ୍କର ଯେଉଁ ବାରିଷ୍ଟର ଶିକ୍ଷା ଇଂଲଣ୍ଡରେ ସମାପ୍ତ ହୋଇଗଲା। ଯେତେବେଳେ ତାଙ୍କର ଆଇନ ଶିକ୍ଷା ସମାପ୍ତ ହୋଇଯାଇଥିଲା, ସେହି ସମୟରେ ମହାତ୍ମା ଗାନ୍ଧୀ ପ୍ରଥମେ ଆସିକି ବମ୍ବେ ଏବଂ ରାଜକୋଟରେ ଆଇନ ବ୍ୟବସାୟ କଲେ। ନୋଟ୍ ଡାଉନ୍ କର, ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ପରୀକ୍ଷାରେ ପଡ଼ିଥିବ। ମହାତ୍ମା ଗାନ୍ଧୀ ଯେତେବେଳେ ଆଇନ ଶିକ୍ଷା ସମାପ୍ତ ପରେ ପ୍ରଥମେ କେଉଁଠି ଆଇନ ବ୍ୟବସାୟ କରିଥିଲେ? ଆପଣମାନେ କ'ଣ ଲେଖିବେ? ଗାନ୍ଧିଜୀ ଆଇନ ଶିକ୍ଷା ସମାପ୍ତ ପରେ ରାଜକୋଟ ଏବଂ ବମ୍ବେରେ ପ୍ରଥମେ ଆଇନ ବ୍ୟବସାୟ କରିଥିଲେ। ଭିଡ଼ିଓଟି ବହୁ ମାତ୍ରାରେ ଯଦି ଭଲ ଲାଗୁଥିବ, ଭିଡ଼ିଓଟି ଦୟାକରି ବହୁ ମାତ୍ରାରେ ଲାଇକ୍, ସେୟାର କରନ୍ତୁ। ଆପଣମାନଙ୍କ ସହିତ ଆଉ ମଧ୍ୟ ପିଲାଙ୍କୁ ଆମ ଗ୍ରୁପରେ ଜଏନ୍ କରନ୍ତୁ। ଦାଦା ଅବଦୁଲ୍ଲା, ନେକ୍ସଟ ଚାଲ। ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକାରେ ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ପରୀକ୍ଷାରେ ପଡ଼ିଥିବ। ଯେତେବେଳେ ପ୍ରଥମ କେଉଁଠି ମହାତ୍ମା ଗାନ୍ଧୀ ଯେତେବେଳେ ଆଇନ ଶିକ୍ଷା ସମାପ୍ତ ପରେ ସେ କେଉଁଠି? ବମ୍ବେ ଏବଂ ରାଜକୋଟରେ ଆଇନ ବ୍ୟବସାୟ କରିଥିଲେ। ତାପରେ ସେଠାରେ ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ, ଯେ କି ସେ ଦାଦା ଅବଦୁଲ୍ଲା କିଏ? ପରୀକ୍ଷା ପଡ଼ି, ଦାଦା ଅବଦୁଲ୍ଲା କିଏ? ଲେଖ, ଦାଦା ଅବଦୁଲ୍ଲା ହେଉଛି ଗୋଟେ ଭାରତୀୟ ମୁସଲମାନ। ସେ ଗୋଟେ ଭାରତୀୟ କିନ୍ତୁ ମୁସଲମାନ ଥିଲେ କିନ୍ତୁ ସେ ଦକ୍ଷିଣ ଆଫ୍ରିକାରେ ଗୋଟେ ବଡ଼ ବ୍ୟବସାୟୀ ଥିଲେ ଦାଦା ଅବଦୁଲ୍ଲା। ପରୀକ୍ଷା ପଡ଼ିଥିବା ଦାଦା ଅବଦୁଲ୍ଲା କିଏ? ଆପଣମାନେ ଲେଖିବେ। ଦାଦା ଅବଦୁଲ୍ଲା ହେଉଛି ଜଣେ ଭାରତୀୟ ମୁସଲିମ ଯିଏ ଦକ୍ଷିଣ ଆଫ୍ରିକାରେ ବହୁତ ବଡ଼ ବ୍ୟବସାୟୀ ଥିଲେ। ସିଏ ଦକ୍ଷିଣ ଆଫ୍ରିକାରେ ତାଙ୍କ ସହିତ ବହୁତ ଯେଉଁ କେସ୍ ବାସ୍ ହେଉଥିଲା, ସିଏ ସେଥିପାଇଁ ତା ପାଖରେ ଗୋଟେ ଓକିଲ ନିହାତି ଦରକାର। ସିଏ କ'ଣ କଲେ? ମହାତ୍ମା ଗାନ୍ଧୀକୁ ନିଜର ଓକିଲ ଭାବେ ଧରି ସେ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ମହାତ୍ମା ଗାନ୍ଧୀକୁ ନେଇଯାଇଥିଲେ। କିଏ ନେଇଯାଇଥିଲେ? ଦାଦା ଅବଦୁଲ୍ଲା। କେଉଁଠି ନେଇଯାଇଥିଲେ? କେଉଁଠି ନେଇଯାଇଥିଲେ? ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ? ପରୀକ୍ଷା ପଡ଼ିବ, କେଉଁ ସ୍ଥାନକୁ ନେଇଯାଇଥିଲେ? ଦେଖିବ କେଉଁଟା? ନାଟାଲ। ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ନେଇଯାଇଥିଲେ ମହାତ୍ମା ଗାନ୍ଧୀ। କିଏ? ଦାଦା ଅବଦୁଲ୍ଲା। ସବୁଗୁଡ଼ା ମୋଷ୍ଟ ଇମ୍ପୋର୍ଟାଣ୍ଟ, ନୋଟ୍ ଡାଉନ୍ କରୁଥିବ। ନେକ୍ସଟ, ଗାନ୍ଧିଜୀଙ୍କ ପିତା ମାତା ଓ ବାଲ୍ୟ ଜୀବନ ସମ୍ପର୍କରେ ଏକ କ୍ଷୁଦ୍ର ପ୍ରବନ୍ଧ। ଏଇଟା କିଛି ଆବଶ୍ୟକ ନାହିଁ। ନେକ୍ସଟ, ଶ୍ଵେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ କୃଷ୍ଣାଙ୍ଗ ଆଫ୍ରିକୀୟଙ୍କ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ଶ୍ଵେତାଙ୍ଗ କହିଲେ କେଉଁମାନେ? ଯେଉଁ ଇଂରେଜମାନଙ୍କୁ କୁହାଯାଉଥିଲା ଶ୍ଵେତାଙ୍ଗ ଏବଂ ସାଉଥ ଆଫ୍ରିକାର ଲୋକମାନେ ଥିଲେ ଯେଉଁମାନେ, ତାଙ୍କୁ କୁହାଯାଉଥିଲା କୃଷ୍ଣାଙ୍ଗ, ମାନେ କଳା। ଇଂରେଜମାନଙ୍କୁ ଧଳା, ମାନେ ଶ୍ଵେତାଙ୍ଗ କୁହାଯାଉଥିଲା। ପରୀକ୍ଷା ପଡ଼ିଥିବା ନା। କୃଷ୍ଣାଙ୍ଗ କହିଲେ କ'ଣ ବୁଝ? କୃଷ୍ଣାଙ୍ଗ ଅର୍ଥ ହେଉଛି କଳା ରଙ୍ଗର ଲୋକମାନଙ୍କୁ କୃଷ୍ଣାଙ୍ଗ କୁହାଯାଏ।
ଦକ୍ଷିଣ ଆଫ୍ରିକା ଲୋକମାନେ ହେଉଛନ୍ତି କୁଷ୍ଠାଙ୍ଗ। ଦକ୍ଷିଣ ଆଫ୍ରିକା କାମ କରୁଥିବା ଭାରତୀୟଙ୍କ ବିଭିନ୍ନ ଅତ୍ୟାଚାର ସମ୍ମୁଖୀନ ହେଉଥିଲେ। ଯେଉଁମାନେ ଭାରତୀୟମାନେ ସେତେବେଳେ ଭାରତୀୟମାନଙ୍କୁ ଦକ୍ଷିଣ ଆଫ୍ରିକାରେ ଇଂରେଜମାନେ ବହୁତ ଅତ୍ୟାଚାର କରୁଥିଲେ। ସେଠାରେ ଭାରତୀୟମାନଙ୍କର ଭୋଟ ଦାନ ଅଧିକାର ନଥିଲା। ଏମିତି ଇଂରେଜମାନେ ବହୁତ ହଇରାଣ କରୁଥିଲେ କି ଭାରତୀୟମାନେ ତାଙ୍କର ମତଦାନ ମଧ୍ୟ ସାବ୍ୟସ୍ତ କରିପାରୁନଥିଲେ। କେଉଁଠି? ଦକ୍ଷିଣ ଆଫ୍ରିକାରେ। କିଛି ଲୋକ ଯାଇ ଯେଉଁମାନେ ପରମାନେଣ୍ଟଲି ବାସ କରୁଥିଲେ ଦକ୍ଷିଣ ଆଫ୍ରିକାରେ, ସେମାନେ ସବୁ ପରିଚୟ ପତ୍ର ଥାଇକି ମଧ୍ୟ ସେମାନେ ଭୋଟ ଦେବାରୁ ବଞ୍ଚିତ ହେଉଥିଲେ ଦକ୍ଷିଣ ଆଫ୍ରିକାରେ। ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡ଼ୁଥିଲା। କେଉଁମାନଙ୍କୁ? ଭାରତୀୟମାନଙ୍କୁ ସେମାନେ ନିର୍ବାଚନରେ ପଞ୍ଜୀକରଣ କରିଥିଲେ, କିନ୍ତୁ ସେମାନଙ୍କୁ ମଧ୍ୟ କର ଦେବାକୁ ପଡ଼ୁଥିଲା। ସେମାନଙ୍କ ବସତି ସ୍ଥାପନ ପାଇଁ ଜନାନ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ଥାନ ଉଦ୍ଦିଷ୍ଟ କରାଯାଇଥିଲା। ସେମାନେ ବସତି ମିନ୍ସ କେଉଁମାନେ? ଭାରତୀୟମାନଙ୍କୁ ତାଙ୍କର ଯେଉଁ ଜନାନ୍ୟ ଅସ୍ୱାସ୍ଥ୍ୟକର ପରିବେଶ ସ୍ଥାନ ଉଦ୍ଦିଷ୍ଟ କରାଯାଇଥିଲା। ସେମାନେ ଯେଉଁଠି ଯାଉଥିଲେ ଇଂରେଜମାନେ ତାଙ୍କୁ ଅସ୍ୱାସ୍ଥ୍ୟକର, ମାନେ ଯେମିତି ଆମେ ଯେଉଁ ଭିକାରୀ ଭଳି ଭାବିକି ଭାରତୀୟମାନଙ୍କୁ ବହୁତ ଅତ୍ୟାଚାର କରୁଥିଲେ। ସେମାନେ ରାତି 9ଟା ପରେ ଘରୁ ବାହାରକୁ ଯାଇପାରୁନଥିଲେ ଓ ଜନସାଧାରଣଙ୍କ ପାଦ ଚଲା ରାସ୍ତା ବ୍ୟବହାର କରିପାରୁନଥିଲେ। ସେଟା ଯେଉଁ ଇଂରେଜମାନେ ଭାରତୀୟମାନଙ୍କୁ ମଧ୍ୟ ଆହୁରି ଗୋଟେ କଠୋର ନିୟମ କରିଥିଲେ। କ'ଣ? ଯେଉଁମାନେ ଭାରତୀୟମାନେ ରହିଛନ୍ତି ଦକ୍ଷିଣ ଆଫ୍ରିକାରେ, ସେମାନେ ତାଙ୍କୁ କହିଲେ ତୁମେ ରାତି 9ଟା ପରେ କେଉଁଠିକି ଯାଇପାରିବନି, ପାଦ ଚଲା ରାସ୍ତାରେ କେଉଁଠି ତୁମେ ଚାଲି ଚାଲି ଯାଇପାରିବନି। ଏଭଳି ଭାବରେ ଭାରତୀୟମାନେ ସେତେବେଳେ ବହୁତ କଷ୍ଟରେ ଜୀବନଯାପନ କରୁଥିଲେ। ସେମାନେ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁନଥିଲେ। କେଉଁମାନେ ରେଳଗାଡ଼ିର ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରିପାରୁନଥିଲେ? ଆମ ଭାରତୀୟମାନେ ଦକ୍ଷିଣ ଆଫ୍ରିକାରେ ଇଂରେଜମାନଙ୍କ ଯୋଗୁଁ କଳାଧଳା ବୈଷ୍ଣବ ନୀତି ଯୋଗୁଁ ଭାରତୀୟମାନେ ଦକ୍ଷିଣ ଆଫ୍ରିକାର ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର କୋଠରୀରେ ଯାତ୍ରା କରିପାରୁନଥିଲେ। ଏଠାରେ ମୁଁ କହିବାକୁ ଚାହିଁବି, ମହାତ୍ମା ଗାନ୍ଧୀ ଥରେ ତାଙ୍କ ହାତରେ ଟ୍ରେନର ପ୍ରଥମ ଶ୍ରେଣୀର ଟିକେଟ୍ ଥାଇ ମଧ୍ୟ ଥରେ ସେ ଯାତ୍ରା କରୁଥିଲେ। ତାଙ୍କୁ ରେଳ କର୍ମଚାରୀ ଓ ପୋଲିସ ମିଶି ଗୋଟେ ଦକ୍ଷିଣ ଆଫ୍ରିକାରେ ଗୋଟେ ସ୍ଥାନକୁ ବାହାର କରିଦେଇଥିଲେ ଗୋଟେ ଷ୍ଟେସନରେ। ସେ ଷ୍ଟେସନ ନାଁ ହେଉଛି ଟେରିଟୋ ପିଟରବର୍ଗ ଷ୍ଟେସନ। ଲେଖିଦିଅ, ନୋଟ୍ ଡାଉନ୍ କର। କେଉଁ ଷ୍ଟେସନରେ ମହାତ୍ମା ଗାନ୍ଧୀକୁ, ଏଟା ତ ଆପଣମାନେ ପଢ଼ିବନି କିନ୍ତୁ ଜାଣିଥାଅ, ମହାତ୍ମା ଗାନ୍ଧୀକୁ ଦକ୍ଷିଣ ଆଫ୍ରିକାରେ ଇଂରେଜମାନେ ନାଟାଲ, ସେ ଯେଉଁ ସ୍ଥାନରେ ଯେଉଁ ବାହାର କରିଥିଲେ ସେଟା ସାଉଥ ଆଫ୍ରିକା ନାଟାଲ ଷ୍ଟେସନ ନାଁ ହେଉଛି ଟେରିଟୋ ପିଟରବର୍ଗ ଷ୍ଟେସନରେ ମହାତ୍ମା ଗାନ୍ଧୀକୁ ଟ୍ରେନରୁ ବାହାର କରିଦେଇଥିଲେ। ଏପରି ଯେତେବେଳେ ମହାତ୍ମା ଗାନ୍ଧୀ ଦେଖିଲେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନଙ୍କୁ ଏପରି ଅତ୍ୟାଚାର ଦେଖି ମହାତ୍ମା ଗାନ୍ଧୀ ସେଟାରେ କ'ଣ ପଦକ୍ଷେପ ନିଆଯାଇପାରିବ, ମହାତ୍ମା ଗାନ୍ଧୀ ସେ ପଦକ୍ଷେପ ନେଇଥିଲେ। ଆମେ ତଳୁ ଆଲୋଚନା କରିବା ଅଛି। ସେମାନେ ରେଳଗାଡ଼ିରେ ପ୍ରଥମ ଦ୍ୱିତୀୟ, ନେକ୍ସଟ ଯିବା, ଦେଖ, ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ଵେତାଙ୍ଗମାନେ କୁଲି ବୋଲି ସମ୍ବୋଧନ କରୁଥିଲେ ଓ ନୀଚ ଦୃଷ୍ଟିରେ ଦେଖୁଥିଲେ। ବ୍ୟବସାୟୀ ମାନେ କ'ଣ? ଦକ୍ଷିଣ ଆଫ୍ରିକା ଯେଉଁ ଥିଲେ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକମାନଙ୍କୁ ଶ୍ଵେତାଙ୍ଗମାନେ କିଏ? ଶ୍ଵେତାଙ୍ଗ କହିଲେ ଇଂରେଜମାନେ ବଣିକ, ଜାହାଜ ମାଲିକଙ୍କୁ କୁଲି ବୋଲି ସମ୍ବୋଧନ କରୁଥିଲେ। ଲେଖ, ନୋଟ୍ ଡାଉନ୍ କର। ଶ୍ଵେତାଙ୍ଗମାନେ କାହାକୁ କୁଲି ବୋଲି ସମ୍ବୋଧନ କରୁଥିଲେ? କାହାକୁ? ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକମାନଙ୍କୁ କୁଲି ବୋଲି ସମ୍ବୋଧନ କରୁଥିଲେ। ବା ଏମିତି ପଡ଼ିବ, ଶ୍ଵେତାଙ୍ଗମାନେ ବ୍ୟବସାୟୀ, ବଣିକ, ଜାହାଜ ମାଲିକ ଓ ଶ୍ରମିକମାନଙ୍କୁ କ'ଣ ବୋଲି ସମ୍ବୋଧନ କରୁଥିଲେ? ଉତ୍ତର ଲେଖିଏ, କୁଲି।
ଗାନ୍ଧିଜୀଙ୍କୁ କଚେରୀ ଭିତରେ ପଗଡ଼ି କାଢ଼ିଦେବାକୁ କୁହାଯାଇଥିଲା। ଥରେ ଗାନ୍ଧିଜୀ କେସ୍ ଲଢ଼ିବା ପାଇଁ ସେ ତ ଓକିଲାତି ପଢ଼ୁଛନ୍ତି ନା, କଚେରୀକୁ ଯାଇଥିଲେ, କିନ୍ତୁ ସେଠାରେ ଗାନ୍ଧୀ ସବୁବେଳେ ପଗଡ଼ି ପିନ୍ଧନ୍ତି। ସେଠାରେ କହିଲେ, ଗାନ୍ଧିଜୀ କହିଲେ ତମ ମୁଣ୍ଡରୁ ତମ ପଗଡ଼ି କାଢ଼ିଦିଅ। ଥରେ ସେ ରାତି 9ଟାରେ ପାଦ ଚଲା ରାସ୍ତାରେ ଚାଲୁଥିବାରୁ ପୋଲିସ ଆକ୍ରମଣରେ ଶିକାର ହୋଇଥିଲେ। ଏଠାରେ କହିଲେ କ'ଣ, ଦକ୍ଷିଣ ଆଫ୍ରିକା ତ ମହାତ୍ମା ଗାନ୍ଧୀ, ଦକ୍ଷିଣ ଆଫ୍ରିକା ଭାରତୀୟମାନେ କ'ଣ ଏପରି କରିଥିଲେ ଇଂରେଜମାନେ କି ଭାରତୀୟମାନେ ରାତି 9ଟା ପରେ ଆଉ କେଉଁଠି ଚାଲିକି ଯାଇପାରିବେନି। କିନ୍ତୁ ଥରେ ମହାତ୍ମା ଗାନ୍ଧୀ କ'ଣ ତାଙ୍କର କୌଣସି କାମ ଯୋଗୁଁ ସେ ରାତି ଲେଟ୍ ହୋଇଯାଇଥିଲା। ସେ ରାତି 9ଟାରେ ଫେରୁଥିଲା ବେଳେ ପୋଲିସଙ୍କ ଆକ୍ରମଣରେ ମହାତ୍ମା ଗାନ୍ଧୀ ଶିକାର ହୋଇଥିଲେ। ସମସ୍ତ ହୋଟେଲ ତାଙ୍କୁ ରହିବାକୁ କୋଠରୀ ଦେବା ପାଇଁ ମନା କରିଦେଲେ। ମହାତ୍ମା ଗାନ୍ଧୀ ଯେତେବେଳେ ସେ ଦେଖିଲେ ଇଂରେଜ ପୋଲିସମାନଙ୍କ ଆକ୍ରମଣ ଶିକାର ହେଲେ, ସେଇଥିପାଇଁ ମହାତ୍ମା ଗାନ୍ଧୀ କ'ଣ କଲେ, ସେ ଗୋଟେ ରାତି 9ଟା ପରେ ଆଉ କୁଆଡ଼େ ଯିବେ, ସେଥିପାଇଁ ସେ ଗୋଟେ ହୋଟେଲ ଖୋଜିଥିଲେ, ହୋଟେଲରେ ରହିବା ପାଇଁ। କିନ୍ତୁ ମହାତ୍ମା ଗାନ୍ଧୀ ମଧ୍ୟ କୌଣସି ହୋଟେଲ ଦେଇନଥିଲେ ସାଉଥ ଆଫ୍ରିକାରେ। ଦିନେ ସେ ରେଳଗାଡ଼ିର ପ୍ରଥମ ଶ୍ରେଣୀରେ, ଏଇ ଯେଉଁଟା ମୁଁ କହୁଥିଲି, ଦିନେ ସେ ରେଳଗାଡ଼ିର ପ୍ରଥମ ଶ୍ରେଣୀ କୋଠରୀରେ ଯାତ୍ରା କରୁଥିବା ସମୟରେ ତାଙ୍କର ଜଣେ ଶ୍ଵେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ଗୋଟିଏ ଷ୍ଟେସନରେ ରେଳଗାଡ଼ିର ଗାର୍ଡ ଓ ପୋଲିସଙ୍କ ଦ୍ୱାରା ତାଙ୍କୁ ଜିନିଷପତ୍ର ସହ ଉକ୍ତ ରେଳ କୋଠରୀରୁ ଠେଲି ବାହାର କରି ଦିଆଯାଇଥିଲା। ବୁଝିଲ କ'ଣ ପାଇଁ ଗାନ୍ଧିଜୀ ବାହାର କରିଦେଇଥିଲେ? ସେ ଯେଉଁ ଷ୍ଟେସନ ନା କହିନି, କେଉଁ ଷ୍ଟେସନ ଦେଖ, ଟେରିଟୋ ପିଟରବର୍ଗ ଷ୍ଟେସନ। ଟେରିଟୋ ପିଟରବର୍ଗ ଷ୍ଟେସନ କେଉଁଠି ଅଛି? ସାଉଥ ଆଫ୍ରିକାର ଟ୍ରାନ୍ସଭାଲରେ ଅଛି। ସେଇ ଷ୍ଟେସନରେ ମହାତ୍ମା ଗାନ୍ଧୀଙ୍କୁ, ଏଇଟା ଷ୍ଟେସନ ନା ଦେଇନି, ଷ୍ଟେସନ ନା ଜାଣିଥାଅ, ବାହାର କରିଦେଇଥିଲେ ପୋଲିସ ଏବଂ ରେଳଗାଡ଼ିର ଗାର୍ଡ ମିଶିକି। କାହିଁ ବାହାର କରିଦେଇଥିଲେ? ପରୀକ୍ଷାରେ ଏଇଟା ପଡ଼ିବ। କିନ୍ତୁ ମହାତ୍ମା ଗାନ୍ଧୀକୁ ଯେଉଁ ଷ୍ଟେସନରେ ବାହାର କରିଦେଇଥିଲେ, କ'ଣ ପାଇଁ ଷ୍ଟେସନରୁ ବାହାର କରିଦେଇଥିଲେ? ଲେଖ, ଉତ୍ତର ଲେଖ। ବର୍ଣ୍ଣ ବୈଷ୍ଣବ ନୀତି ଯୋଗୁଁ ମହାତ୍ମା ଗାନ୍ଧୀକୁ ରେଳଗାଡ଼ିରୁ ବାହାର କରିଦେଇଥିଲେ। ବର୍ଣ୍ଣ ବୈଷ୍ଣବ ସେଠାରେ କହିଥିଲେ କି ଯେଉଁମାନେ କଳା ଲୋକ ସେମାନେ ରେଳଗାଡ଼ିର ପ୍ରଥମ ଶ୍ରେଣୀରେ ଯାଇପାରିବେ ନାହିଁ। ମହାତ୍ମା ଗାନ୍ଧୀ କଳା ଲୋକ ଥିଲେ, ସେଥିପାଇଁ ତାଙ୍କୁ ବାହାର କରିଦେଇଥିଲେ। ଶ୍ଵେତାଙ୍ଗମାନଙ୍କ ବ୍ୟବହାରରେ ଗାନ୍ଧିଜୀଙ୍କ ମନ ବିଦ୍ରୋହୀ ହୋଇ ଉଠିଲା। ଏହିପରି ଭାବରେ ଯେତେବେଳେ ମହାତ୍ମା ଗାନ୍ଧୀକୁ ଠେଲି ବାହାର କରିଦେଲେ, ମହାତ୍ମା ଗାନ୍ଧୀ ମନରେ ଏକ ବିଦ୍ରୋହ ହୋଇ ଉଠିଲା, ରାଗରେ ଜର୍ଜରିତ ହୋଇ ଉଠିଲେ। ମହାତ୍ମା ଗାନ୍ଧୀ ହୋଇ ଉଠିଲେ କ'ଣ, ସେ ତ କିଛି କରିପାରିଲେନି। ସେଠାରେ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ଗାନ୍ଧିଜୀ 1894ରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ ଏବଂ ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଇଣ୍ଡିଆନ ଓପିନିଅନ ନାମକ ଏକ ସମ୍ବାଦ ପତ୍ରିକା ପ୍ରକାଶ କଲେ। ଏଠାରେ ଯେତେବେଳେ ସାଉଥ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କୁ ବହୁତ ଅତ୍ୟାଚାର କରାଯାଉଥିଲା, ସେହିପରି ମହାତ୍ମା ଗାନ୍ଧୀ ଦେଖିଲେ କ'ଣ, ମୋତେ ଯେମିତି ଏଠି ସାଉଥ ଆଫ୍ରିକାରେ ଅତ୍ୟାଚାର କରାଯାଉଛି, ସେହିପରି ଆମର ଭାରତୀୟ ତ ହଜାର ହଜାର ଭାରତୀୟ ରହୁଛନ୍ତି, ସେମାନଙ୍କୁ ମଧ୍ୟ ଏହିଭଳି ଅତ୍ୟାଚାର କରାଯାଉଥିବ। ଏହି ପ୍ରତିବାଦ ସ୍ୱରୂପ ମହାତ୍ମା ଗାନ୍ଧୀ ନିଜେ ଗୋଟେ ଦଳ ଗଠନ କରିଥିଲେ 1894 ମସିହାରେ। କେଉଁ ଦଳ? ନାଟାଲ ଭାରତୀୟ କଂଗ୍ରେସ। ପରୀକ୍ଷାରେ ପଡ଼ିବ, ନୋଟ୍ ଡାଉନ୍ କର। ମହାତ୍ମା ଗାନ୍ଧୀ କେବେ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ? 1894 ମସିହାରେ ମହାତ୍ମା ଗାନ୍ଧୀ ନାଟାଲ ଭାରତୀୟ କଂଗ୍ରେସ ପ୍ରତିଷ୍ଠା କରିଥିଲେ। କେଉଁଠି? ନାଟାଲ ଭାରତୀୟ କଂଗ୍ରେସ କେଉଁଠି ଥିବା ସମୟରେ ଗଠନ କରିଥିଲେ? ସାଉଥ ଆଫ୍ରିକାରେ ମହାତ୍ମା ଗାନ୍ଧୀ ଥିଲାବେଳେ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ। ଆଉ ମଧ୍ୟ ମହାତ୍ମା ଗାନ୍ଧୀ ସେଇ ସାଉଥ ଆଫ୍ରିକାରେ ଗୋଟିଏ ସମ୍ବାଦପତ୍ର ଲେଖିଥିଲେ, ତା ନାଁ ହେଉଛି କ'ଣ? ଲେଖ, ମହାତ୍ମା ଗାନ୍ଧୀ ସାଉଥ ଆଫ୍ରିକାରେ ଥିବା ସମୟରେ ଗୋଟିଏ ସମ୍ବାଦପତ୍ର ଲେଖିଥିଲେ, ଯାହାର ନାମ ହେଉଛି ଇଣ୍ଡିଆନ ଓପିନିଅନ। ଗଠନ କରିଥିଲେ। ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏଇଟା ପରୀକ୍ଷାରେ ବହୁତ ସମୟରେ ପଡ଼େ। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଏକ ସମ୍ବାଦ ପତ୍ରିକା ଲେଖିଥିଲେ, ଯାହା ନାମ କ'ଣ? ଇଣ୍ଡିଆନ ଓପିନିଅନ। ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ନିମନ୍ତେ
ଗାନ୍ଧିଜୀ ନେତୃତ୍ୱ ନେଲେ। ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ଯେତେବେଳେ ମହାତ୍ମା ଗାନ୍ଧୀ ଓ ଅନ୍ୟ ଭାରତୀୟମାନେ ଦକ୍ଷିଣ ଆଫ୍ରିକାରେ ଅତ୍ୟାଚାର ହେଲେ, ମହାତ୍ମା ଗାନ୍ଧୀ ଦଳ ଗଠନ କରିବା ପରେ ସିଏ ଇଂରେଜମାନଙ୍କ ସହିତ କିପରି ଲଢ଼ିବେ ସେ ଭାରତୀୟମାନଙ୍କୁ ଧରି ଦକ୍ଷିଣ ଆଫ୍ରିକାରେ ପ୍ରସ୍ତୁତ ହୋଇଥିଲେ। ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା, ଗାନ୍ଧିଜୀ ସବୁବେଳେ କ'ଣ, ସିଏ ଥିଲେ ଅହିଂସାବାଦୀର ଲୋକ, ମାନେ ସିଏ ସବୁବେଳେ ଚାହୁଁଥିଲେ କି ହିଂସା ନ ହଉ, ସବୁବେଳେ ଅହିଂସା ଉପରେ ସେ ସବୁବେଳେ ଅହିଂସାକୁ ବିଶ୍ୱାସ କରୁଥିଲେ। ସେଥିପାଇଁ ସେ ଅହିଂସା ଉପରେ ବହୁତ ସବୁ କିଛି ସେ ଅହିଂସା ଉପରେ ଚାହୁଁଥିଲେ, ହିଂସା କରିବେନି, କୌଣସି ମାଡ଼ଗୋଳ କରିବା ପାଇଁ ସେ ଚାହୁଁନଥିଲେ ଗାନ୍ଧିଜୀ। ତାପରେ ନେକ୍ସଟ 1906 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ। ଆହୁରି ମଧ୍ୟ ଏପରି ଯେତେବେଳେ ସେ ମହାତ୍ମା ଗାନ୍ଧୀ ତ ସେଠି ନାଟାଲ ଭାରତୀୟ କଂଗ୍ରେସ ଗଠନ କରି ଭାରତୀୟମାନଙ୍କୁ ଏକଜୁଟ କରିଥିଲେ। କେତେ ମସିହାରେ? 1894। ଏହାର ପ୍ରତିବାଦରେ ଇଂରେଜମାନେ ଦେଖିଲେ ଯେ ଆଉ ଗୋଟେ ଆଇନ ଭାରତୀୟମାନଙ୍କୁ ଦକ୍ଷିଣ ଆଫ୍ରିକା ତିଆରି କରିଥିଲେ। କିଏ? ଇଂରେଜମାନେ ଭାରତୀୟ ପାଇଁ 1906 ମସିହାରେ କହିଲେ। ଯେଉଁ ସେତେବେଳେ ତ ଇଂରେଜମାନେ ସବୁଆଡ଼େ, ଆପଣମାନେ କହିବେ ସେଟା ତ ଦକ୍ଷିଣ ଆଫ୍ରିକାରେ ଇଂରେଜମାନେ ସେ କ'ଣ ଆଇନ ତିଆରି କରୁଥିଲେ, ଦକ୍ଷିଣ ଆଫ୍ରିକାର ଲୋକ କ'ଣ ତିଆରି କରିପାରୁନଥିଲେ। ସେଇ ତ ସେତେବେଳେ ଇଂରେଜମାନଙ୍କ ସବୁଆଡ଼େ ଶାସନ ତାଙ୍କର ବିସ୍ତାର କରିଥିଲେ। ସେଠାରେ ଇଂରେଜ ସେତେବେଳେ ଇଂରେଜ ବହୁତ ପାୱାରଫୁଲ୍ ଥିଲା, ତାଙ୍କରି କଥା ଆଧାରରେ ସବୁକିଛି ଚାଲିଥିଲା। ଏଭଳି ଭାବରେ 1906 ମସିହାରେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ଯେଉଁ ଦଳ ଗଠନ ହେଲା ପରେ 1906 ମସିହାରେ ଇଂରେଜମାନେ ଭାରତୀୟମାନଙ୍କ ପ୍ରତି ଆଉ ଗୋଟେ ଆଇନ ତିଆରି କଲେ। କହିଲେ ଦକ୍ଷିଣ ଆଫ୍ରିକାରେ ଥିବା ଯେତିକି ଭାରତୀୟମାନେ ଯେଉଁଠିକି ଯାଆନ୍ତୁ ନା କାହିଁକି ସବୁ ସମୟରେ ନିଜର ଗୋଟେ ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣ ସମୟରେ ସବୁ ସମୟରେ ନେଇକି ଯିବେ, ଯୁଆଡ଼େ ଯିବେ ନେଇକି ଯିବେ। ଯେମିତି ଆମର ଗୋଟେ ଆଧାର କାର୍ଡ଼ ଯେମିତି ପ୍ରମାଣପତ୍ର, ସେତେବେଳେ ତାଙ୍କର ଫିଙ୍ଗର ପ୍ରିଣ୍ଟ ଗୋଟେ ଥିଲା, ସେଇଟା ହେଉଛି ସବୁ ସମୟରେ ନେଇକି ଯିବେ। ପରୀକ୍ଷା ପଡ଼ିବ ନୋଟ୍ ଡାଉନ୍ କରିବାକୁ। କେତେ ମସିହାରେ ଦକ୍ଷିଣ ଆଫ୍ରିକାରେ ଯେଉଁ ଭାରତୀୟମାନଙ୍କୁ ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ର ସବୁ ସମୟରେ ନେବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା? କେବେ? ଆନ୍ସର୍ ହେବ 1906। ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ପ୍ରାୟ ସମୟ ପଡ଼େ। ନେକ୍ସଟ ବାଧ୍ୟତାମୂଳକ କଲେ। ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମେ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ। ଗାନ୍ଧିଜୀ ଦେଖିଲେ ଯେ ଏଇ ଯେଉଁ ଅଙ୍ଗୁଳି ଛାପ ଆଇନ ଯେତେବେଳେ ଇଂରେଜମାନେ ପ୍ରଣୟନ କଲେ ଭାରତୀୟମାନଙ୍କ ପାଇଁ, ମହାତ୍ମା ଗାନ୍ଧୀ ଉକ୍ତ ଆନ୍ଦୋଳନ ବିରୁଦ୍ଧରେ ଯେଉଁ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନଙ୍କୁ ଧରି ସେଇ ଅଙ୍ଗୁଳି ଛାପ ଆଇନ ବିରୋଧରେ ଗାନ୍ଧିଜୀ ସ୍ୱର ଉତ୍ତୋଳନ କରିଥିଲେ। ଯେତିକି ମହାତ୍ମା ଗାନ୍ଧୀ ସହିତ ଯେଉଁ ଭାରତୀୟମାନେ ରହୁଥିଲେ ଦକ୍ଷିଣ ଆଫ୍ରିକାରେ, ମହାତ୍ମା ଗାନ୍ଧୀ ତାକୁ ନେଇ ଗୋଟେ ସ୍ୱର ଉତ୍ତୋଳନ କରିଥିଲେ। 1906 ସେପ୍ଟେମ୍ବର 11ରେ ଜୋହାନ୍ସବର୍ଗ ଏମ୍ପାୟାର ଥିଏଟରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉପସ୍ଥିତ ଥିବା ଭାରତୀୟମାନେ ଏହି କଳା ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ଼ ସଂକଳ୍ପ ନେଲେ। କେଉଁ ଆଇନ ବିରୋଧରେ ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ଼ ସଂକଳ୍ପ ନେଲେ? କେଉଁ ଆଇନ? ଯେଉଁ ଅଙ୍ଗୁଳି ଛାପ ଆଇନ ଆମର ହେଇଥିଲା, ସେହାକୁ କେଉଁ ଥିଏଟରରେ? ଜୋହାନ୍ସବର୍ଗ ଥିଏଟରରେ। ଲେଖ, ନୋଟ୍ ଡାଉନ୍ କର। ଏଇ ଯେଉଁ ଦେଇଛି ଆମର 1906 ପରୀକ୍ଷାରେ ପଡ଼ିଥିବ। କେତେ ମସିହାରେ ଏବଂ କେଉଁଠାରେ ଏକ ସାଧାରଣ ସଭାରେ ଭାରତୀୟମାନେ ସଂକଳ୍ପ ନେଲେ ଯେ ଅଙ୍ଗୁଳି ଛାପ ଆଇନକୁ ବିରୋଧ କରିବା ପାଇଁ? ସେଇଟା କ'ଣ ଲେଖିବେ? 1906 ମସିହା ସେପ୍ଟେମ୍ବରରେ
କେଉଁଠାରେ? ଜୋହାନ୍ସବର୍ଗ ଏମ୍ଫିଥିଏଟରରେ। ନେକ୍ସଟ, ସରକାର ଅନେକ ଆନ୍ଦୋଳନକାରୀଙ୍କୁ ବନ୍ଦୀ କଲେ। ଏଇ ଯେଉଁ ପ୍ରତିବାଦ ସ୍ୱରୂପ ମହାତ୍ମା ଗାନ୍ଧୀଙ୍କ ସହିତ ଯେତିକି ଥିଲେ, ଯେତେବେଳେ ଆଙ୍ଗୁଳି ଛାପ ବିରୁଦ୍ଧରେ ଭାରତୀୟମାନେ ସ୍ୱର ଉତ୍ତୋଳନ କଲେ, ଇଂରେଜମାନେ କ'ଣ କଲେ? କିଛି ଭାରତୀୟମାନଙ୍କୁ ଧରିକି ବନ୍ଦୀ କରିଦେଲେ। ଗାନ୍ଧୀଜୀକୁ ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ କରି ରଖାଗଲା। ଗାନ୍ଧୀଜୀଙ୍କୁ ମଧ୍ୟ କେଉଁଠି ରଖାଗଲା? ଜୋହାନ୍ସବର୍ଗରେ ରଖିଦେଲେ। କେଉଁମାନେ ରଖିଥିଲେ? ଇଂରେଜମାନେ। ଏହି ଅହିଂସା ଆନ୍ଦୋଳନ ବିରୋଧରେ ସରକାରଙ୍କ ଦମନମୂଳକ ନୀତି ଅଧିକ ସଂଖ୍ୟକ ଭାରତୀୟଙ୍କୁ ଆଇନ ଅମାନ୍ୟ କରିବା ପାଇଁ ପ୍ରେରଣା କଲା। ଗାନ୍ଧୀଜୀ କ'ଣ ସବୁବେଳେ ଅହିଂସା ପାର୍ଟି। ଯେତେବେଳେ ଏହି ଭାବରେ ଇଂରେଜମାନେ ଗାନ୍ଧୀଜୀଙ୍କୁ ଭାରତୀୟମାନଙ୍କୁ ମାରିଲେ, ଜେଲରେ ବନ୍ଦୀ କଲେ, ଯେତେବେଳେ ବନ୍ଦୀ କରି ରଖିଲେ, ଗାନ୍ଧୀଜୀଙ୍କ ସମେତ ଭାରତୀୟମାନଙ୍କର ମନରେ ଏକ ଇଂରେଜମାନଙ୍କ ପ୍ରତି ଗୋଟେ ଭୟ, ଗୋଟେ ଇଂରେଜମାନଙ୍କ ସହିତ ଲଢ଼ିବା ପାଇଁ ତାଙ୍କ ମନରେ ଗୋଟେ ପ୍ରକାର ଭ୍ରମ ଧାରଣା ଆସିଗଲା। ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ନୀତି ସଫଳ ହେଲା। ଗାନ୍ଧୀଜୀ ୟା ବିରୁଦ୍ଧରେ ଆମର ଆଙ୍ଗୁଳି ଛାପ ବିରୁଦ୍ଧରେ ନୀତି ଆଣିଥିଲେ, ସେଟା ଲାଷ୍ଟକୁ ମଧ୍ୟ ସେ ଆନ୍ଦୋଳନ ଗାନ୍ଧୀଜୀ ସଫଳ ହୋଇଥିଲା। ଇତିମଧ୍ୟରେ ସରକାରଙ୍କ ଦ୍ୱାରା ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନ ବିରୁଦ୍ଧରେ ଅନେକ ଭାରତୀୟ 1908 ଅଗଷ୍ଟରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ। ଏକୁ ଲେଖ, ମୋଷ୍ଟ ଇମ୍ପୋର୍ଟାଣ୍ଟ। କେତେ ମସିହାରେ ଟ୍ରାନ୍ସଭାଲ ସୀମା ପାର ହୋଇ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ? କେତେ ମସିହା? 1908 ମସିହା ଲେଖେ। ସେହି ବର୍ଷ ଅକ୍ଟୋବରରେ, ସେହି ବର୍ଷ ମାନେ କେଉଁ ବର୍ଷ? 1908 ମସିହା। ଗାନ୍ଧୀଜୀକୁ ବନ୍ଦୀ କରାଗଲା। 1908 ମଧ୍ୟ ମହାତ୍ମା ଗାନ୍ଧୀ ବନ୍ଦୀ କରାଯାଇଥିଲା। ଆନ୍ଦୋଳନର ପ୍ରଶମିତ ହେବା ପରିବର୍ତ୍ତେ ଅଧିକ ଶକ୍ତିଶାଳୀ ହୋଇଥିଲା। ଭାବିଲେ ଯେତେବେଳେ ମହାତ୍ମା ଗାନ୍ଧୀ ଆନ୍ଦୋଳନଟା ବୋଧେ କେଉଁ ଆନ୍ଦୋଳନ? ଯେଉଁ ଆଙ୍ଗୁଳି ଛାପ ଆନ୍ଦୋଳନ। ମହାତ୍ମା ଗାନ୍ଧୀ ଭାରତୀୟ ଇଂରେଜମାନଙ୍କ ମଧ୍ୟରେ ଯେଉଁ ଆନ୍ଦୋଳନ ଚାଲିଥିଲା, ସେ ଆନ୍ଦୋଳନ ଥମିବା ପରିବର୍ତ୍ତେ କିନ୍ତୁ ଅଧିକ ଆହୁରି ବଢ଼ି ଚାଲିଲା। 1913 ମାର୍ଚ୍ଚ 14ରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟରେ ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତି ଅନୁସାରେ ଦମ୍ପତି ହୋଇ ନଥିବା ପଞ୍ଜୀକରଣ ହୋଇ ନଥିବା ଭାରତୀୟମାନଙ୍କ ବିବାହର ସ୍ୱୀକୃତି ପ୍ରତ୍ୟାହାର କରାଗଲା। ଏହା ବିରୋଧରେ ସଂଗଠିତ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ନେତୃତ୍ୱାଧୀନ ଶେଷ ଆନ୍ଦୋଳନ ଥିଲା। ଗାନ୍ଧୀଜୀଙ୍କର ମଧ୍ୟ ଏଇଟା ହେଉଛି ଦକ୍ଷିଣ ଆଫ୍ରିକାରେ ଯେଉଁ ଆଙ୍ଗୁଳି ଛାପ ପଞ୍ଜୀକରଣର, ସେଇଟା ଥିଲା ଗାନ୍ଧୀଜୀଙ୍କର ଶେଷ ଆନ୍ଦୋଳନ ଥିଲା ଦକ୍ଷିଣ ଆଫ୍ରିକାରେ। ଗାନ୍ଧୀଜୀଙ୍କର ନୂତନ ସଂଗ୍ରାମ ନିକଟରେ ଇଂରେଜ ସରକାର ହାର ମାନିଲେ। ଗାନ୍ଧୀଜୀ ଯେତେ ଏହିସବୁ ନୂତନ ପନ୍ଥା ସବୁ ଭାରତୀୟମାନଙ୍କୁ ଧରି ଯେଉଁ ଦକ୍ଷିଣ ଆଫ୍ରିକା କଲେ, ଇଂରେଜମାନେ କହିଲେ ନା, ଆଉ ପାରିହେବନି। ମହାତ୍ମା ଗାନ୍ଧୀ ଇଂରେଜମାନେ ଲାଷ୍ଟକୁ ସେଠାରେ ହାର ମାନିଲେ। ମହାତ୍ମା ଗାନ୍ଧୀ ସେଠାରେ ଜିତି ଯାଇଥିଲେ। ସେ ସମୟରେ ଦକ୍ଷିଣ ଆଫ୍ରିକା ଶାସନ ମୁଖ୍ୟ ଥିଲେ ଜେନେରାଲ ସ୍କଟସ୍। ଯେତେବେଳେ ମହାତ୍ମା ଗାନ୍ଧୀ ଭାରତୀୟ ଇଂରେଜମାନଙ୍କର ଦକ୍ଷିଣ ଆଫ୍ରିକାରେ ଲଢ଼େଇ ଚାଲିଥିଲା, ସେହି ସମୟରେ ଦକ୍ଷିଣ ଆଫ୍ରିକା ମୁଖ୍ୟ କିଏ ଥିଲେ? ପରିବାର ପଡ଼ିବ, ଜେନେରାଲ ସ୍କଟସ୍। ହଉ, ଆଜି ପାଇଁ ଆମେ ଏତିକି ରଖିବା। ଆଗାମୀ ନେକ୍ସଟ କ୍ଲାସରେ ଆଲୋଚନା କରିବା। ଯଦି ଭିଡ଼ିଓଟି ବହୁ ମାତ୍ରାରେ ଭଲ ଲାଗିଛି, ଭିଡ଼ିଓଟି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଜୟ ଜଗନ୍ନାଥ।